ମୁଁ ହିମାଂଶୁ ମହାନ୍ତି, କଟକ ଜିଲ୍ଲା। ମୁଁ ଆଜିକି 17 ତାରିଖରୁ ଏଫଆଇଆରଟି ଲଞ୍ଚ କରିଥିଲେ ଏବଂ ଆଇଏଏସ୍ ମଧ୍ୟ ଏଫଆଇଆରଟିର ନକଲ କପି ମୋତେ ଦେଇଛନ୍ତି ଏବଂ ପ୍ରତିଶ୍ରୁତି ଦେଇଥିଲେ 7 ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦିଆଯିବ, ଆରେଷ୍ଟ ମଧ୍ୟ କରାଯିବ। ଆଜିକି 8 ଦିନ ହେଲା ପରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନାହିଁ ଏବଂ ଆମ ଏମପିଙ୍କର ଫଟୋ ଅଛି, ଆମ ସିଏମଙ୍କର ଫଟୋ ଅଛି, ଆମ ଭାରତ ମାତାର ଫଟୋ ଅଛି। ସବୁ ଫଟୋ ଥାଇ, ସବୁ ଏଭିଡେନ୍ସ ଥାଇ, ଯଦି ଖୋଜିକିରି ଗୋଟେ ଲୋକକୁ ପାଉନାହାନ୍ତି ତାହେଲେ ମୁଁ ହୁଏତ ଭାବୁଛି ଏ ସଂସାରରେ ଧର୍ମ ବୋଲି କିଛି ନାହିଁ। ଯୋଉଠି ଧର୍ମ ନଥାଏ ଆମେମାନେ ଆମକୁ ତ୍ୟାଗ କରିବା ପାଇଁ ଆମେ ଯେମିତି ମହାତ୍ମା ଗାନ୍ଧୀ ନିଜକୁ ଉତ୍ସର୍ଗିତ କରିଥିଲେ, ଆମେ ସେମିତି ଅନଶନରେ ବସିବୁ, ଖାଇବୁ ନାହିଁ, ପିଇବୁ ନାହିଁ, ଯେତେ ଦିନ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ହୋଇଥିବ। ନାଇଁ, କାହାକୁ ପ୍ରେସର ପଡିଥିବ କ'ଣ ପଡିଥିବ ସେଇଟା ବୋଧେ ମୁଁ କେମିତି କହିବି? ଯାହାକୁ ପ୍ରେସର ପଡିଥିବ ସିଏ ଭାରତ ମାତା ଉପରେ କ'ଣ ଆଉ କିଏ ଅଛି? ମାତା ଠାରୁ ବଡ ଲୋକ କେହି ନାହିଁ। ପ୍ରଥମେ ମା, ତିରଙ୍ଗା ପତାକା, ଦ୍ୱିତୀୟରେ ହଉଛି ଧ୍ୱଜା, ତୃତୀୟ ହେଉଛି ପାର୍ଟି। ଏ ତିନିଟା ଯାକକୁ ଆମେ ଦେଖାଯିବ, 3 ଜଣ ଆମର ଆବଶ୍ୟକ, କିନ୍ତୁ ସବୁ ଉଚ୍ଚରେ ତିରଙ୍ଗା ପତାକା। ତିରଙ୍ଗା ପତାକାକୁ ଆମେ ଅସମ୍ମାନ କରିବା ପାଇଁ ସେଥିପାଇଁ କେତେ ଲୋକ ମରିଛନ୍ତି, ସେଟା ଆପଣମାନେ ଇତିହାସରେ ପଢିଛନ୍ତି, ସବୁଥିରେ ପଢିଛନ୍ତି। ଆଉ ଆମେ ଯଦି ସେଥିପାଇଁ ବଳିଦାନ ଦିଆଯିବ, ସେଥିପାଇଁ କିଛି ଅସୁବିଧା ମଧ୍ୟ ନାହିଁ। ନାଁରେ ମଧ୍ୟ ଦେଇଥିଲି। ମୁଁ ଏବେ ଆଇଆଇସିଙ୍କ ଠାରୁ, ଏସଡିଓଙ୍କ ଠାରୁ, ଏସପିଙ୍କ ଠାରୁ ମୁଁ ଗୋଟେ ଲେଖା ନେଲି, ଯୋଉଟା କି 60 ଦିନ ଯୋଉଦିନଠୁ ମାନେ ରେଜିଷ୍ଟ୍ରି ହେଇଛି କେସ୍, 60 ଦିନ ମଧ୍ୟରେ ସେ ଦୋଷୀକି ଦଣ୍ଡ ଦେବେ। କ'ଣ ଥିଲା ଘଟଣା? ତିରଙ୍ଗାକୁ କ'ଣ ଅସମ୍ମାନ କରାଯାଇଛି? ତିରଙ୍ଗାକୁ ଅସମ୍ମାନ କରିଛନ୍ତି, ତଳେ ପକେଇଛନ୍ତି। ସେଇଟା ଗୋଟେ ମୋ ପାଇଁ ବହୁତ ଗୋଟେ ବଡ଼ ଦୁଃଖଦ ବିଷୟ। ମୋ ମାଆକୁ ଯଦି କିଏ ତଳେ ପକେଇ ଟାଣିବ କେମିତି ଲାଗିବ? ମୁଁ ସେଥିପାଇଁ ମୁଁ ଏବେ ବହୁତ ଖୁସି ଅଛି। 60 ଦିନ ମଧ୍ୟରେ ଯଦି ମୋର କୌଣସି କଥା ନ ଶୁଣନ୍ତି, ମୁଁ ଏସପିଙ୍କ ଅଫିସରେ ଧାରଣା ଦେବି, ଅନଶନ ବି କରିବି, ଖାଇବି ନାହିଁ। ମୋ ନାଁ ମିନକେତନ ଦାସ। କ'ଣ କହିବି, ଆଜି ଯେଉଁ ଟାଣିଟାଣି ଆସୁଛନ୍ତି 7 ଦିନ ତଳେ ମଧ୍ୟ ଆସିଥିଲେ ଯେ ଟାଙ୍ଗୀର ଅଞ୍ଚଳରେ ଯେଉଁ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ସେଥିରେ ଜାତୀୟ ପତାକାକୁ ଅବମାନନା କରାଯାଇଥିଲା। 7 ଦିନର ଯଦି ପଦକ୍ଷେପ ସ୍ଥାନ କ'ଣ କହିବି? 7 ଦିନ ତଳେ ଯୋଉ ତିରଙ୍ଗାକୁ ଅସମ୍ମାନିତ ହେଇଥିଲା, ସେଥିପାଇଁ ସାଲେପୁର ନେତା ହିମାଂଶୁ ମହାନ୍ତି ସେଥିପାଇଁ ଏତଲା ଦେଇଥିଲେ। ଆଇଆଇସି ମହୋଦୟ 7 ଦିନ ଭିତରେ କାର୍ଯ୍ୟକ୍ରମ କରିବେ ବୋଲି କହିଥିଲେ, ଯେ ଦୋଷୀ ଯିଏ ମାନେ ହେଇଛି ତାକୁ ଦଣ୍ଡ ଦିଆଯିବ ଏବଂ ତାକୁ ଧରାଯିବ। କିନ୍ତୁ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନେଇକି କିଛି ପ୍ରୋସିଡିଂ କରିନାହାନ୍ତି। ଯେହେତୁ ଗୋଟେ ଜାତୀୟ ପତାକା ମାଆକୁ ଅସମ୍ମାନ ହେଇଛି, ଆଉ ଭାରତୀୟ ଜନତା ପାର୍ଟି ଗୋଟେ ଶୃଙ୍ଖଳିତ ପାର୍ଟି, ଏ ଦଳର କାର୍ଯ୍ୟକର୍ତ୍ତା ମାନେ ସମସ୍ତେ ଶୃଙ୍ଖଳିତ, ତେଣୁ ଶୃଙ୍ଖଳିତ ହିସାବରେ ହିମାଂଶୁ ବାବୁ ଆଜି ତାଙ୍କର ଏଠି ଥାନା ଆଗରେ ଧାରଣା ଦେଇଛନ୍ତି ଏବଂ ତାଙ୍କର ଯେ ଅଥରିଟି, ଏଠିକାର ଆଇଆଇସି ହୁଅନ୍ତୁ, ତାଙ୍କର ଏସପି ହୁଅନ୍ତୁ, ଏସଡିପି ହୁଅନ୍ତୁ, ସିଏ ଯେତେବେଳେ ପ୍ରତିଶ୍ରୁତି ନ ଦେବେ ଏବଂ ଏ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ କରିବେ, ସେ ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଆମେ ମଧ୍ୟ ଭାବୁଛନ୍ତି। ସେ କଥାକୁ ଆମେ କହିପାରିବୁନି, ଚାପ ପାପଟା ଆମେ କହିପାରିବୁନି। ଆମେ ଜାଣିଛୁ ଯେହେତୁ ଆମର ଅସମ୍ମାନ, ଆମ ଜାତୀୟ ପତାକାକୁ ଅସମ୍ମାନ ହେଇଛି, ଆମ ମାଆକୁ ଅସମ୍ମାନ ହେଇଛି, ତେଣୁ ଆମେ ଚାହୁଁଛୁ ଆମ ମାଆର ସମ୍ମାନ ଫେରୁ ଏବଂ ଯିଏ ଅସମ୍ମାନ କରିଛି ତାକୁ ଦଣ୍ଡ ଦିଆଯାଉ। ମୁଁ ସନ୍ଧ୍ୟାରାଣୀ ସତ। ଆଜି ଧାରଣା ଦେବାର କାରଣଟା ହଉଛି, ତିରଙ୍ଗା ତ କେବଳ ଏକ ପତାକା ନୁହେଁ, ସେ ଆମର ପ୍ରତ୍ୟେକ ଭାରତୀୟଙ୍କର ଆନ ବାନ ଶାନ କହିଲେ ଚଳେ। ସେ ଆମର ଗୌରବମୟ କଥା। ତାକୁ ଯୋଉ ଅବମାନନା କରାଯାଇଛି, ଯୋଉମାନେ କରିଛନ୍ତି, ଯେପର୍ଯ୍ୟନ୍ତ ଧରା ନ ପଡ଼ିଛନ୍ତି କି ଆଇଆଇସି ମହୋଦୟ ତାଙ୍କୁ ସେ ପର୍ଯ୍ୟନ୍ତ ଧରି ନାହାନ୍ତି, ସେ ପର୍ଯ୍ୟନ୍ତ ଆମେ ହିମାଂଶୁ ଭାଇଙ୍କ ସହିତ ରହିଛୁ ଏବଂ ଆମର ଅନଶନ ମଧ୍ୟ କରିବୁ। ଦାବି ରହିଛି, ଯିଏ ଏଭଳି କରିଛନ୍ତି, ଆମେ ତ କାହାକୁ ଦେଖିନୁ କିଏ କରିଛନ୍ତି, ଯିଏ କରିଛନ୍ତି ସେ ଦୋଷୀକି ଧରନ୍ତୁ, ତାକୁ ଆମକୁ ନ୍ୟାୟ ପ୍ରଦାନ କରାଯାଉ, ଏତିକି ହଉଛି କଥା। କାରଣ ତିରଙ୍ଗାର ଅସମ୍ମାନ ଆମେ କେବେ ବି ବରଦାସ୍ତ କରିପାରିବୁ ନାହିଁ। ଯେପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ହେଇଛି, ଯେପର୍ଯ୍ୟନ୍ତ ହିମାଂଶୁ ଭାଇ ବସିବେ, ଆମେ ତାଙ୍କ ସହିତ ବସିବୁ।